जगन्नाथ। ମୁଁ ଆଜି ବନଉଛି ଗୋଟେ ପନିରର ଚିଲି ଆଇଟମ୍ ଲଞ୍ଚ ସ୍ପେଶାଲରେ। ମୋର ସବୁ ଜିନିଷ ଆଜି ଫ୍ରିଜରୁ ଖତମ ହେଇଯାଇଥିଲା। ସରିଯାଇଥିବା ଜିନିଷକୁ ମୁଁ ପେକ୍ କରିନଥିଲି ପୁଣି ଥରେ। କ'ଣ ପାଇଁ ନା ବାକି ବଳିଥିବା ଜିନିଷ ନ ସରିଲା ଯାଏଁ ମୁଁ ଫ୍ରେଶ୍ ଜିନିଷ କିଛି ଆଣିନି। ତ ଆଜିର ଲଞ୍ଚ ବହୁତ ହି ସିମ୍ପଲ୍। ଗୋଟେ ଚିଲି ଆଇଟମ୍ ଅଛି ପନିରର, କିଛି ପିଆଜ ସହିତ ପକେଇକି କରିଛି। ଆଉ ତାକୁ ସଟେ କରି ନେଇଛି ନର୍ମାଲ ଟମାଟୋ ସସ୍ ଆଉ ସୋୟା ସସ୍ ସହିତ। ବହୁତ ହି ସିମ୍ପଲ୍ ରେସିପି ଅଛି। ଆଉ ଭାତ ଆଉ ମୁଗ ଡାଲି, ପାମ୍ପଡ଼ ଆଉ ପିଆଜ ସହିତ। ପାମ୍ପଡ଼କୁ ମୁଁ ଫ୍ରାଏ କରିନେବି। ସନ୍ଧ୍ୟାର ସ୍ନାକ୍ସ ପାଇଁ ଆସିକି ପହଞ୍ଚିଲି ଏମ୍ପାୟାର ରେଷ୍ଟୁରାଣ୍ଟରେ। ସେଠି ମୋତେ ଖାଇବାର ଥିଲା ଗ୍ରିଲ୍ ଚିକେନ୍। ଗ୍ରିଲ୍ ଚିକେନ୍ ମୋତେ ଭାରି ଭଲ ଲାଗେ, ଆଉ ବହୁତ ହି ଅଏଲ୍ କମ୍ ଥାଏ ଏଥିରେ, ଆଉ ଜଲ୍ଦି ହି ବନିକି ଆସିଯାଏ। କ'ଣ ପାଇଁ, ଗ୍ରିଲରରେ ଅଲରେଡ଼ି ପଡ଼ିଥାଏ। ଏଇ ତ ଚଟନି ଅର୍ଡ଼ର କରିଛି କିନ୍ତୁ ପିଆଜ ଆସିନି, ତ ସେତିକି ଭିତରେ ମୁଁ କ'ଣ କରୁଛି, ଆର ଟ୍ୟାଗ୍ ଲାଇନ୍ ଯାକୁ ପଢ଼ି ନେଉଛି। ତ ଏଇଟା ମୋତେ ପଢ଼ିବାକୁ ବହୁତ ଭଲ ଲାଗେ। ତା ସହିତ ମକଟେଲ୍ କକଟେଲ୍ ବଗେରା ଅଛି, କିନ୍ତୁ ମୁଁ ଅର୍ଡ଼ର କଲି ଚିକେନ୍ କବାବ। ବିକଜ୍ ଆର ଚିକେନ୍ କବାବ ବହୁତ ହି ସ୍ପେଶାଲ୍ ଲାଗେ। ଚିକେନ୍ କବାବ ସହିତ କିଛି ବି ଦେଇନଥିଲା, ତ ମୁଁ ତାକୁ ମେୟୋ ମଗେଇଛି, ଯେଉଁଟାକି ଗ୍ରିଲ୍ ଚିକେନ୍ ଖାଇଲା ଟାଇମ୍ରେ ହିଁ ଚିକେନ୍ କବାବଟି ଆସିଯାଇଛି ବନିକି। ତ ଗ୍ରିଲ୍ ଚିକେନ୍ର ଲାଷ୍ଟ ପିସ୍ ଥିଲା, ଆଉ ସେତିକି ଟାଇମ୍ରେ ପହଞ୍ଚିଛି କବାବ। କବାବ ଖାଇକି ଆମେ ରିଟର୍ନ ହେଲୁ, ଆଉ ଭାବିଲୁ ଡିନର୍ ସେଇଠି କରିବୁନୁ, ଡିନର୍ରେ ଖାଇବୁ ଆମେ ସାମ୍ବାର ଡିପ୍। ଷ୍ଟାର୍ଟର ହେବି ଥିଲେ ଏମିତି ଜିନିଷ ଖାଇବାକୁ ବହୁତ ହି ଭଲ ଲାଗେ, ଯେଉଁଟାକି ସାମ୍ବାର ଡିପ୍ ବାଲା ଇଡଲି। ତାପରେ ଆମେ ଘରକୁ ଆସିଗଲୁ, ଡେଜର୍ଟ ଆମେ ବାହାରେ କଲୁନୁ। ଆମେ ବନେଇଲୁ ଗୋଟେ ସ୍ପେଶାଲ୍ ଆଇଟମ୍, ସେଇଟା ଦେଖନ୍ତୁ। ଏବେ ଫାର୍ଷ୍ଟରେ ଯେଉଁ କ୍ଷୀର ଅଛି ତାକୁ ପୁରା ହାଫ୍ ଭଲ୍ୟୁମ୍ କରିଦେଲୁ, ଯାହାଦ୍ୱାରା କି ସେଇଟା ଟିକେ ବହଳିଆ ହେଇଯିବ। ଆଉ ସେଥିରେ ପୁଣି ଆମେ ଏବେ ଏଡ଼୍ କରିଲୁ ଯେଉଁ ରୋଷ୍ଟେଡ଼ ଯେତିକି ଜିନିଷ ଥିଲା, ଏସବୁ ରୋଷ୍ଟ କରିନେବୁ। ତ ସେଥିପାଇଁ ସବୁ ଡ୍ରାଏ ଫ୍ରୁଟ୍ସ କାଢ଼ିକି ବାହାରେ ରଖିନେଲୁ। ମିଲ୍କ ମେଡ଼୍ ସବୁ ଜିନିଷ ଆଣିକି ପାଖରେ ରଖିନେଲୁ। ତ ଏବେ ରୋଷ୍ଟ କରିନେଲୁ କିସମିସ୍ ଆଉ କାଜୁକୁ। ଦୁଇ ପ୍ରକାର କିସମିସ୍ ନେଇଛୁ ଆଉ କାଜୁ ନେଇଛୁ। ଆଉ ଯେଉଁ ରହିବ ସେମିଆ ଥିଲା ତାକୁ ଆମେ ଫ୍ରାଏ କରିନେଲୁ। ଏତିକିରୁ ତ ଇନଗ୍ରିଡ଼ିଏଣ୍ଟସ୍ ଦେଖିକି ଆପଣ ଜାଣିପାରୁଥିବେ ଆଜି ବନିବ ଆମର ସେମିଆ ପାଏସ୍। ତ ଏଇ ସେମିଆ କ୍ଷୀରିକୁ ବନେଇବା ପାଇଁ ଏବେ ପ୍ରୋସିଜର୍ ଷ୍ଟାର୍ଟ ହେଇଛି। ଆମେ ପ୍ରଥମେ ହଳଦୀରାମ୍ସର ଏଇଟା ନେଇଛୁ ସେମିଆଟାକୁ। ଆପଣ ବଲ୍ରେ ମେଜର୍ କରିକି ନେଇପାରିବେ। ଆମେ ଅଲରେଡ଼ି ବନେଇ ସାରିଛୁ, ବହୁତ ସାରା ମେଜର୍ କରି ନେଇଛୁ, ତ ଆମେ ଅନ୍ଦାଜ ଅନୁସାରେ ନେଇଛୁ। ମୋ ମତରେ ଏମିତି ଆପଣଙ୍କ ହିସାବରେ ଦେଖିକି ବନାନ୍ତୁ। ନେକ୍ସଟ ବ୍ଲଗ୍ରେ ପୁଣି ଥରେ ମିଶିବା, ସେତିକି ଯାଏଁ ବାଏ ବାଏ। ଆଉ ମିସ୍ କର